जय माँ लक्ष्मी। श्री श्री महालक्ष्मी अष्टकम्। इंद्र उवाच नमस्तेस्तु महामाये श्रीपीठे सुरपूजिते शंख चक्र गदा हस्ते महालक्ष्मी नमस्तुते। नमस्ते गरुडारूढे कोलासुर भयंकरी सर्व पाप हरे देवी महालक्ष्मी नमस्तुते। सर्वज्ञे सर्ववरदे सर्वदुष्ट भयंकरी सर्वदुःख हरे देवी महालक्ष्मी नमस्तुते। सिद्धि बुद्धि प्रदे देवी भक्ति मुक्ति प्रदायिनी मंत्रमूर्ते महादेवी महालक्ष्मी नमस्तुते। आद्यन्तरहिते देवी आद्यशक्ति माहेश्वरी जोगो जोग संभूते महालक्ष्मी नमस्तुते। स्थूल सूक्ष्म महारौद्रे महाशक्ति महोदरे महापाप हरे देवी महालक्ष्मी नमस्तुते। पद्मासन स्थिते देवी परम ब्रह्म स्वरूपिणी परमेशी जगन्माता महालक्ष्मी नमस्तुते। श्वेतांबर धरे देवी नानालंकार भूषिते जगत स्थिते जगन्माता महालक्ष्मी नमस्तुते। महालक्ष्मी अष्टकं स्तोत्रम् य पठेत् भक्तिमान् नरः सर्वसिद्धिमवाप्नोति राज्यं प्राप्नोति सर्वदा। एककाले पठेत् नित्यं महापापविनाशनम् द्विकालं यः पठेत् नित्यं धनधान्यसमन्वितः त्रिकालं यः पठेत् नित्यं महाशत्रुविनाशनम् महालक्ष्मीर्भवेत् नित्यं प्रसन्ना वरदा शुभा। इति श्री इंद्रकृतं श्री महालक्ष्मी अष्टकं संपूर्णम्। श्री गणेशाय नमः। खर्वं स्थूलतनं गजेन्द्रवदनं लंबोदर सुन्दरं प्रस्यन्दने मधुगन्धलुब्धमधुप व्यालोळगण्डस्थलम् दन्ताघातविदारितारिरुधिरै सिन्दूर शोभाकरम् वन्दे शैलसुतासुतं गणपति सिद्धिप्रदं कामदम्। आज आसंत शुणिबा माँ वैभव लक्ष्मी पूजा व्रत वंदना। जय जय महालक्ष्मी जगतर मात जय जय महालक्ष्मी जगत पूजित जय जय महालक्ष्मी जगत जननी जय जय महालक्ष्मी विष्णुक घरणी विष्णुक घरणी मागो विष्णु पाटराणी दारिद्र भंजनी मागो लक्ष्मी ठाकुराणी जय जय महालक्ष्मी बास पद्म ठारे जय जय महालक्ष्मी तोर करुणा रे गरीब हुई धनी धनी जे गरीब
ତୋହ ବିନା ଏ କରୁଣା କିଏ ବା ସୃଜିବ। ଜୟ ଜୟ ମହାଲକ୍ଷ୍ମୀ ଦାରିଦ୍ର ନାଶିନୀ। ଜୟ ଜୟ ମହାଲକ୍ଷ୍ମୀ ସାଗର ବାସିନୀ। କରୁଣା ଉଣା ହେବାରୁ କରୁଛି ପ୍ରାର୍ଥନା। କିଞ୍ଚିତ ଦୟା କରିଲେ କରିବି ରଚନା। ତୋ ପଦ କମଳେ ମାଗ ହେଉଛି ବିନୟ। ଦୟା କରି ଜନନୀ ଗୋ କଣ୍ଠେ ପଦ ଦିଅ। ପଦ କହିଦେଲେ ମାଗ କରିବି ପ୍ରଚାର। ବୈଭବ ଲକ୍ଷ୍ମୀ ବ୍ରତ ମା ଜଗତେ ତୋହର। ଶ୍ରବଣେ ବିବୁଧ ଜନେ ବ୍ରତ କର୍ମ ମାନ। ନ୍ୟାୟବନ୍ତେ ଆରମ୍ଭିବେ ପୂଜାର ବିଧାନ। ପ୍ରାରମ୍ଭରୁ ରହିଅଛି ଶ୍ରୀଯନ୍ତ୍ର ତୋହର। ପୂଜା କର୍ମ ଆରମ୍ଭଣେ କରି ନମସ୍କାର। ହେ ଶ୍ରୀଯନ୍ତ୍ର କମଳାଙ୍କୁ କରେ ନିବେଦନ। ପ୍ରଣାମ ଗ୍ରହଣ କର ପାଦ ପଦ୍ମେ ପୁଣ। ମାତାଙ୍କର ରୂପ ଜାଣ ଅଟେ ଆଠ ପୁଣି। ଆରମ୍ଭରୁ ନାମ ତୋହର ବୈଭବ ଲକ୍ଷ୍ମୀ। ଦ୍ୱିତୀୟ ଗଜଲକ୍ଷ୍ମୀ ତା ପରେ ଅଧିଲକ୍ଷ୍ମୀ। ଚତୁର୍ଥରେ ବିଜୟା ଗୋ ଜଗତ ଜନନୀ। ପଞ୍ଚମେ ଐଶ୍ୱର୍ଯ୍ୟ ଲକ୍ଷ୍ମୀ ବିଷ୍ଣୁ ପାଟରାଣୀ। ଷଷ୍ଠେ ଶ୍ରୀବାର ଲକ୍ଷ୍ମୀ ସପ୍ତମେ ଯେ ଜନନୀ। ଶ୍ରୀଧାନ୍ୟ ଲକ୍ଷ୍ମୀ ନାମରେ ପୂଜନ୍ତି ଅବନୀ। ଶ୍ରୀ ସନ୍ତାନ ଲକ୍ଷ୍ମୀ ଜାଣ ଘରେ ଘରେ ପୁଣି। ତୋର ପାଦେ ଶରଣ ମା ଅଧମ ବିପିନ। ତାପରେ କରିବ ସ୍ତୁତି ମାତା ପଦେ ପୁଣ। ତାପରେ ବୋଲିବ ସୁକ୍ତ ହୃଦୟ ଶ୍ରଦ୍ଧାରେ। ତାପରେ ପଢ଼ିବ ଗୀତ ଆନନ୍ଦ ଚିତ୍ତରେ। ଓଁ ମା ଜନନୀ ଗୋ ତୋ ସୁକ୍ତ ପଠନେ। ଦରିଦ୍ର ହୋଇବ ସୁଖୀ ତା ଦୁଃଖ ମୋଚନେ। ଜୟ ଜୟ ମା ଗୋ ଲକ୍ଷ୍ମୀ ସାଗର ଦୁଲଣୀ। ନମସ୍ତେ ନମସ୍ତେ ମା ଗୋ ଜଗତ କଲ୍ୟାଣୀ। ତୋ ବୈଭବ ଲକ୍ଷ୍ମୀ ବ୍ରତେ ଯେତକ ନିୟମ। ଦୁଃଖୀ ରଙ୍କିୟ ପୁତ୍ରିକେ ସେ ବ୍ରତ ଶୁଣିଣ। ଗୃହ ମଧ୍ୟେ ସଧବା ଯେ ଅଟେ ଯେଉଁ ନାରୀ। ଭକ୍ତି ପୂତେ ସେ ପୂଜାକୁ ନିୟମେ ଆଚରି। କରିଲେ ସେ ସମାପନ ପୂଜା ଜନନୀର। ଉତ୍ତମ ଲଭଇ ଫଳ ଜନ୍ମ ଜନ୍ମାନ୍ତର। ସଧବା ବହୁଳେ ନାରୀ ସେ ଘରେ ପୂଜିବ। ନକାର ହେଲେ ବ୍ରତକୁ ପୁରୁଷ ପାଳିବ। ହୃଦେ ଶ୍ରଦ୍ଧା ଭକ୍ତି ଥିଲେ ପୂଜାକୁ ଭିଆଇ। କରିଥିଲେ ବ୍ରତ ନିଶ୍ଚେ ଭଲ ଫଳ ପାଇ। ଯେଉଁଦିନ ଶୁକ୍ରବାର ସେହି ଦିନ ସ୍ଥିର। ପୂର୍ବେ ମାନସିକ ଥିଲେ ଏ ବ୍ରତ ଆଚର।
ଏକାଦଶ ଏକବିଂଶ ଶୁକ୍ରବାର ମାନି ପାଳି କରି ବ୍ରତ କର ଜଗତେ ଦୁଃଖିନୀ। ଯେଉଁଦିନ ଶେଷ ଶୁକ୍ର ବ୍ରତ ପୁରା ହେବ, ସେହିଦିନ ବ୍ରତକୁ ଯେ ସମର୍ପଣ ଦେବ। ମାନସିକ କରି ବାଞ୍ଛା ହୋଇଲେ ପୂରଣ, ଦ୍ୱିତୀୟ ବାଞ୍ଛିତ ବ୍ରତ କରିବ ବିଧାନ। ମାତା ଲକ୍ଷ୍ମୀଙ୍କର ଅଛି ଅନେକ ଯେ ରୂପ, ପୂର୍ବର ନିଶ୍ଚୟ ପ୍ରାପ୍ତ ହୋଇବ ସ୍ୱରୂପ। ବୈଭବ ଲକ୍ଷ୍ମୀ ଜାଣ ଯେ ନାମରେ ବିଭେଦ, ମୁନି ଋଷି ଜନଗଣ ନ ପାଆନ୍ତି ଭେଦ। ପ୍ରାରମ୍ଭରେ ଲେଖା ଅଛି ଶ୍ରୀଯନ୍ତ୍ର ପୁଣ, ପ୍ରଣାମ ନିବେଦନ ଯେ କର ଭକ୍ତ ଜନ। ଯେଦିନ ବ୍ରତ ପାଳିବ ସେହି ଗୋଟି ଦିନ, ଜୟ ମା ଲକ୍ଷ୍ମୀ ନାମ କରିବ ଭଜନ। ବ୍ରତ ଯେଣୁ ଶୁକ୍ରବାର ବିଦେଶ ଗମିଲେ, ପର ଶୁକ୍ରବାର ଓଷା ପାଳିବ ସଳେ। ପୂଜା କାଳେ ରଜସ୍ୱଳା ହେବ ଯେଉଁ ନାରୀ, ପର ଶୁକ୍ରବାରେ ଜାଣ ବ୍ରତକୁ ଆଚରି। ଯେବେ ହେବ ବ୍ରତ ଦିନ ରହିବ ଉପାସ, ସନ୍ଧ୍ୟାକାଳେ ପୂଜାର୍ଚ୍ଚନା କରିବ ବିଶେଷ। ପୂଜା କର୍ମ କରି ସାରି ଭକତି ଭାବରେ, ପ୍ରସାଦ ସେବନ କର ଭକତି ଚିତ୍ତରେ। ଉପାସ ସହି ନ ପାରି ହୋଇବ ବିକଳ, ଦିବସରେ ଭୁଞ୍ଜି ପାରେ କିଛି ଫଳମୂଳ। କେହି ରୋଗୀ ଜନ ଯେବେ ଉପାସ କରିବ, ଉପାସ କରି ସେଦିନ ହବ୍ୟାସୀନେ ହେବ। ଗଭୀର ବିଶ୍ୱାସ ଥିଲେ ଏ ଓଷା ଚିନ୍ତିବ, ନିଶ୍ଚୟ ଜନନୀ ତୁମ ଇଚ୍ଛାକୁ ରଖିବ। ଯେଉଁଦିନ ଶେଷ ବ୍ରତ କରିବ ଜାଣିଣ, ବ୍ରତ ପୁସ୍ତକକୁ ପଢ଼ ବ୍ରାହ୍ମଣ ଡାକିଣ। ଯଦି କରିବଟି ଓଷା ବ୍ରାହ୍ମଣ ହସ୍ତରେ, ମାତା ପ୍ରତି ଦୃଢ଼ ଭାବେ ରହିବ ଚିତ୍ତରେ। ଏକାଦଶ ଏକବିଂଶତି ଏକାବନ, 100 ଯାଏ ପୁସ୍ତକକୁ କରିବି ତରଣ। ଇଚ୍ଛା ହେଲେ ଯେତେ ପାର ପୁସ୍ତକ ବାଣ୍ଟିବ, ଏହା ଦ୍ୱାରା ଲକ୍ଷ୍ମୀ ବ୍ରତ ପ୍ରଚାର ହୋଇବ। ମାତାଙ୍କ ହୃଦୟ ହେବ ନିଶ୍ଚୟ ସଦୟ, ବ୍ରତ ପାଳନୀକୁ ନିଶ୍ଚୟ ଦେବ ବରାଭୟ। ଦିନେ ଥିଲା ସର୍ବଜନେ ଅତୁଟ ବନ୍ଧନ, ତାହା ବଦଳିଛି ଆଜି ଶତ୍ରୁରେ ବଦନ। ନିଜେ ଧନ୍ଦା ନିଜେ କରେ ତାର ଚିନ୍ତା ନାହିଁ, ମାତା ପିତା ଭ୍ରାତା ଭଗ୍ନୀ ସବୁ ଭୁଲି ଯାଇ। ନିଜେ ବଞ୍ଚି ନିଜେ ରହେ ଆଜିର ଜୀବନ, ଏପରି ମାତି ଅଛନ୍ତି ଜଗତର ଜନ। କାହାଠାରେ କାର ଆଉ ନାହିଁ ଦୟା ମାୟା,
घर सदस्य जे थिले नाही ताकु क्षमा भाव भक्ति नाही एठी भजन कीर्तन सेही अछि केही नाही निजे भगवान मद मांस भोजन को करुछि आपणा चोरी जोरी जुआ चोरी मनरे कल्पना धर्म नाही चलिबनी ए जगत जाण लक्षेक गोटिए थांती जाण धर्म जन धर्म एक जानिछंती साधु लोक माने सदा देवा देवी ठारे थांती धियाने शिला नामे थिला नारी पतिव्रता जान धार्मिक रास्तारे तार गति सदा दिन सधीर सुधीर शांत से नारी रतन भक्ति मार्ग रे थाए से हुनी सिदिन जेपरि स्त्री ताहार स्वामी से ही परी स्त्री संगे पुरुष दुई निश्चय व्रतचारी भक्तिर पथटे गमना गमन सुखरे बिताउथांती दुईटी जीवन पवित्र हृदय देखी जेते भक्त जन देखी प्रशंसा करती आन आन मान एमंत भावरे कटे जीवन ताहार वैकुंठ समान परि अटे तार घर सुखरे काटइसिला दिन ता संसारे नाही दुख मने तार कौनसी कथारे आसिला दुखर दिन शिलार जीवने अतीव विचित्र हेला विधिर विधाने क्षणके बदली गला जगतर मुख विधि आनी पहुँचाई देला केते दुख विधि करई केबे दांड कुजे भिकारी गरीब बदली जाए धनी जमीदारी जहा कुजे परी कथा अदृष्ट दियई सेही जन सेही भावे जीवन भोगई मंद कर्म मंद बुद्धि शिलांकर पति करिण होइले सेहु दुर्जन रे प्रति कोटिपति हेबा मन हेला दृढ़तर तेणु पाद देले पति कुमार्गे ताहार जुआ खेल मद्यपान कलेनि सिदिन टंका सुना सारी देले जुआ खेले जान शिलार गहना नहीं बंधक पकाई मंद पथे खर्च कले शिलापति जाई एहा परे लक्ष्मी छड़ा होई जाए घर दुई बेला कष्ट खाद्य पाई तार घर नाही दिन नाही राति आसी तार पति शिला ठारे कष्ट दिए नीति नीति कष्ट पड़े दुख बढ़े हुए अधोगति लक्ष्मी को स्मरणा करे बसी दिन राति सुख दुख भल मंद सबु एकाकार
ଚଳୁଥିଲା ଏହା ଜାଣି ଶିଳାଟି ତାହାର। ଶ୍ରଦ୍ଧା ଭକ୍ତି କରି ସଦା ମାତାଙ୍କୁ ପୂଜଇ, ଯେତେ କଷ୍ଟ ଆସୁ ତାକୁ ପଡ଼ିଥାଇ ସହି। ଏମନ୍ତ ସମୟେ ଶୁଣ ଦିନ ଦ୍ୱିପ୍ରହରେ, କେହି ଜଣେ ଅପରିଚିତ ଡାକିଲା ଦୁଆରେ। ଏମନ୍ତ ଡାକ ଶୁଣନ୍ତେ ଖୋଲି ତାର ଦ୍ୱାର, ଦେଖିଲା ବୁଢ଼ାଏ ଆସି ଉଭା ଦ୍ୱାର ଠାର। ଅଲୌକିକ ମୁଖ ତାର ଦିଶଇ ସତରେ, ଦେଖିଣ ଶିରା ହୋଇ ଅତୀବ ଅସ୍ଥିରେ। ସେ ରୂପ ଦେଖିଣ ଶିଲା ଆନନ୍ଦ ହୋଇ, ସାନନ୍ଦେ ଆନନ୍ଦ ମନେ ଶିଲା ଯେ ଚିନ୍ତଇ। ମାତା ବୋଲି ଡାକ ଦେଇ ଶିଲା ହସ୍ତ ଧରି, ଗୃହ ଭିତରକୁ ନେଲା କରି ସେ ଗୁହାରି। ପକାଇ ଦେଲା ଗୃହରେ ଛିଣ୍ଡା ତା ଚଦର, ବସିବାକୁ କହେ ଶିଲା କରିଣ ଆଦର। ମା ବୋଲି ଡାକେ ସିନା ପାରେ ନାହିଁ ଜାଣି, ସୁମରଣ ନାହିଁ ହୁଏ କୌଣସି କାହାଣୀ। ରୂପ ଦେଖି ଯାଇ ଶିଲା ଆନନ୍ଦଟି ସିନା, ଜାଣିପାରୁ ନାହିଁ ସେହି ରୂପ ଗୋଟି ଜଣା। ପୂର୍ବ ସେ କାଠାବେ କାଟୁଥିଲେ ଦିନ, ପୁରୁଣା କଥା ତାହାର ହୁଅଇ ବିସ୍ମରଣ। କହନ୍ତି ବୃଦ୍ଧା ହସ୍ତରେ ଆଲୋ ମୋର ଝିଅ, ଭୁଲି ତୁ ଗଲୁଣି ଏତେ କାହାଣୀ ରଖିଅ। ମନ୍ଦିର ଯିବା କଥାକୁ ଦେଲୁ ତୁ ପାସୋରି, ଗଲୁ ନାହିଁ ଆଲୋ ଝିଅ ଦେଲୁ ପର କରି। ଶୁଣ ଝିଅ ମାତା ତୋର କୋଳ ମେଲିବ ସେ, ଦୁଃଖ ସରିଯିବ ତୋର ଗଲେ କୋଳ ପାଶେ। ହୋଇଲା ବିସ୍ମିତ ଶିଲା ଏକଥା ଶୁଣଇ, କୁହ ମାତା ତୁମେ କିଏ ଜାଣିପାରେ ନାହିଁ। ଯଦି କେହି ମୋ ଜଣା ମାତା ହୋଇଥିବ, ଫିଟାଇ କୁହନ୍ତୁ ସର୍ବ ସନ୍ଦେହ ମୋ ଜୀବ। ଯଦି ତୁମେ ହୋଇଥାଅ ପୂଜାର ଦେବତା, କିପରି କରିବି କୁହ ତୁମ ପୂଜା କଥା। ପୂଜା ବିଧି କଥା ମାନ ମୋତେ ଜଣା ନାହିଁ, ନ ଜାଣିବା ବିଧି ମାତ କୁହନ୍ତୁ ବୁଝାଇ। କହନ୍ତି ବୃଦ୍ଧା ଏଥର ମନ ତାଙ୍କ ଖୋଲି, ବୈଭବ ଲକ୍ଷ୍ମୀ ବରତ କଥା ଏପରି। ହେମନ୍ତ ବ୍ରତ ପାଳିବ ଉପାୟ ସରଳ, ବ୍ରତ ଲାଗି କଟକଣା ନାହିଁଟି ତାହାର। ବ୍ରତ କରି ନିୟମରେ ବାଧା ବିଘ୍ନ କଲେ, ସବୁ ପରିଶ୍ରମ ତାର ଯାଏଟି ବୃଥାରେ। ବ୍ରତଧାରୀ ନିୟମକୁ ସାଧାରଣ ମାନେ, କରିଲେ ଫଳ ତାହାର ହୋଇଯାଏ ହାନି। ନୀତି ବ୍ରତ ନିୟମିତ ଭକ୍ତିରେ ଶ୍ରଦ୍ଧାରେ, ନ କରି ପାରିଲେ ଜାଣ ବୃଥା ହୁଏ ତାରେ। ଧନ୍ୟ ଧାନ୍ୟ ରତ୍ନ ବସ୍ତ୍ର ବ୍ରତରେ ଦିଅଇ, ସେଥିରେ ଜନନୀ କେବେ ସନ୍ତୁଷ୍ଟ ନୁହଁଇ।
ଭାବରେ ଭକ୍ତିରେ ସଦା ବ୍ରତ କରୁଥିଲେ। ମିଳଇ ଐଶ୍ୱର୍ଯ୍ୟ ନିଶ୍ଚୟ ଯେ ଅଚିରେ। ଶୁକ୍ରବାର ହୁଏ ଜାଣ 7 ବାର ଠାରେ। ସେହି ବାର ମାତା ପୂଜା ଜାଣ ତୁ ଏଥିରେ। ପ୍ରାତ ଶୌଚ ସ୍ନାନ କର୍ମ ବ୍ରତୀ କରି ସାରି। ପିନ୍ଧିବ ପବିତ୍ର ବସ୍ତ୍ର ଆଦର ସେ କରି। ବ୍ରତ ଦିନ ଦିବାନିଶି ଭଜନ କୀର୍ତ୍ତନ। ଜୟ ମା ଲକ୍ଷ୍ମୀର ନାମ ନିତ୍ୟ ନିତ୍ୟ ଜାଣ। ବ୍ରତ ବେଳେ କୌଣସି କୁକଥାକୁ ମନେ। ନ ଭାବିବ ବ୍ରତୀ କେବେ ସେହି ପୂଜା ଦିନେ। ଯଦି ଜାଣ ଭଲ ହେବ ରହିବ ମୌନ। ଜୟ ମା ଲକ୍ଷ୍ମୀ କହି ଯେ କରିବ ଚିନ୍ତନ। ପ୍ରାତଃକାଳ ଦେଖି ଉଠି ଗୁମଏ ଗୃହକୁ। ଲିପିଣ ପୋଛିଣ ପୂତ କରିବ ସ୍ଥାନକୁ। ସନ୍ଧ୍ୟାକାଳେ ସେହି ସ୍ଥାନେ କରିବ ବ୍ରତକୁ। ଆସନେ ବସିବ ଯାଇ ସନ୍ଧ୍ୟାର କାଳକୁ। ବସିବାର ମୁଖ ତବ ହୋଇବ ପୂର୍ବ। ତୁମ୍ଭ ସମ୍ମୁଖରେ ନିଶ୍ଚୟ ପିମ୍ପାଏ କଥିବ। କାଠ ମଧ୍ୟ ପଣସର କାଠ ହେବ ଭଲ। ଅଭାବ ହୋଇଲେ ତାହା ଅନ୍ୟ କାଠେ କଲ। ପିଢ଼ା ଉପରେ ପାରିବ ଛୋଟ ଯେ ବସନେ। ବସନ ଉପରେ ରଖ ଚାଉଳ ଯତନେ। ଅରୁଆ ଚାଉଳ ତାହା ଜାଣିଥାଅ ଭଲେ। ଶୁଦ୍ଧ ପବିତ୍ର ଚାଉଳ ନାହିଁ ତାର ତୁଲେ। ତଣ୍ଡୁଳ ଉପରେ ପୁଣି କଳସ ଥୋଇବ। ଗଢ଼ଣ ତାହାର ନିଶ୍ଚୟ ତାମ୍ର ହୋଇଥିବ। କଳସ ଉପରେ ଏକ ଗିନାକୁ ବସାଇ। ଗିନାର ଉପରେ ସୁନା ରଖିବ ଟିନେଇ। ସୁନା ଭାବେ ଚାନ୍ଦିରେ ବି ଚଳାଇଣ ନେବ। ଚାନ୍ଦି ନ ମିଳିଲେ ଟିବି ମୁଦ୍ରାରେ ଚଳିବ। ଏଥୋନ୍ତେ ଘୃତବତୀ ପାଶେ ଲଗାଇଣ। ମନେ ମନେ ଜନନୀକୁ କରିବ ସ୍ମରଣ। ମାତା ଲକ୍ଷ୍ମୀଙ୍କର ପୁଣି ନାନା ନାନା ରୂପ। ଶ୍ରୀଯନ୍ତ୍ର ନାମରେ ଜାଣ ସତରେ ସ୍ୱରୂପ। ବ୍ରତର ପୂର୍ବରୁ ଜାଣ ଶ୍ରୀଯନ୍ତ୍ରେ ପ୍ରଣମୀ। ନୟନେ ଦେଖିବ ସେହି ଅଷ୍ଟରୂପ ପୁଣି। ଏହାପରେ ଲକ୍ଷ୍ମୀ ସ୍ତବ ଆରମ୍ଭିବ ଜାଣ। ସ୍ତବ ପାଠ କରି ସାରି ପୂଜାର କାରଣ। ପୂର୍ବରୁ ଗିନା ମଧ୍ୟରେ ରଖିଛ ଗହଣା। ହଳଦୀ କୁଙ୍କୁମ ପୁଣି ଅକ୍ଷତକୁ ଜଣା। ରଙ୍ଗର ପୁଷ୍ପ ଖୋଜିଣ ମାତାଙ୍କୁ ପୂଜିବ। ସୁମିଷ୍ଟ ନୈବେଦ୍ୟ ଜାଣ ଜନତାଙ୍କୁ ଦେବ। ନ ପାରିବା ଜଳ ଯେବେ ଏଥକୁ ନ ପାରେ। ଗୁଡ଼ ସାକରକୁ ଦେଇ ପୂଜିବ ମାତାରେ। ଆରତି କରିବା ମାତେ ତାପରେ ମୁଖରେ। ଏକାଦଶ ଜୟ ମା ଲକ୍ଷ୍ମୀ କରି ଚିତ୍ତରେ। ପୂଜା କାଳେ ଏକାଦଶ କିମ୍ବା 21।
ଶୁକ୍ରବାରେ ସଂକଳ୍ପ କରିବ ବିଶେଷ। କେଉଁ ଆଶା ଫଳ ପାଇ ଏ ବ୍ରତ କରିବ। ମନେ ମନେ ଜନନୀଙ୍କୁ ଖୋଲିକି କହିବ। ସ୍ମରଣ କାଳେ ଜାଣ ହସ୍ତକୁ ଯେ ଯୋଡ଼ିବ। ଜୟ ମା ଲକ୍ଷ୍ମୀ କହି ଯେ ପ୍ରଣାମ କରିବ। ପୂଜା ସାରି ଭକ୍ତି ଭରେ ନୈବେଦ୍ୟ ବାଣ୍ଟିବ। ପାତ୍ରରେ ନୈବେଦ୍ୟ କିଛି ନିଜ ପାଇଁ ଥିବ। ସେତକ ନୈବେଦ୍ୟ ପାଇ ସୁଖରେ ବିତିବ। ରାତ୍ର ପାହି ପରଦିନ ଶନିବାର ହେବ। ସ୍ନାନ କରିଣ ଜାଣ କରିବ ଭୋଜନ। ସଦାକାଳେ ମାତା ନାମ କରିବ ଭଜନ। ଶୁକ୍ରବାର ପୂଜା ଶେଷେ ମୁଦ୍ରାକୁ ଉଠାଇ ରଖିବ ଯତ୍ନରେ ତାକୁ ପୂତ ଠାବେ ନେଇ। କଳସକୁ ଉଠାଇଣ ତା ମଧ୍ୟ ଜଳକୁ ଚଉରା ମୂଳରେ ନିଶ୍ଚୟ ଢାଳିବ ତାହାକୁ। ଅରୁଆ ତଣ୍ଡୁଳ ନେଇ ପକ୍ଷୀକୁ ଯେ ଦେବ। ଏହିପରି ବିଧାନରେ ପୂଜା ଚରିବ। ମନରେ କଳପି ବାଞ୍ଛା ଯାହା ଥିବ କରି। ମାତାଙ୍କୁ କରୁଣା ନିଶ୍ଚୟ ପାଏ ବ୍ରତଧାରୀ। ଭକ୍ତି ଭାବେ ମାତା ପାଶେ ଗୁହାରି କରିଲେ। ସୁପୁତ୍ର ପ୍ରାପ୍ତ ହୋଇ ନିଃସନ୍ତାନୀ ଥିଲେ। ଅବିବାହିତ ଯେ କନ୍ୟା ବିବାହ ହୋଇବ। ବିବାହ ବିଳମ୍ବ ଯୋଗ ଭେଦ ସୁଧୁରିବ। କାକ ବନ୍ଧ୍ୟା ପରି ଯେତେ ଯହିଁ ବନ୍ଧ୍ୟା ଥିବ। ମାତାଙ୍କ କରୁଣା ପାଇ ନିଶ୍ଚୟ ଦୂର ହେବ। ଦୁଃଖ ଦାରିଦ୍ର୍ୟ ଯେ ତାର ହୋଇଯିବ ଦୂର। ବିଶ୍ୱାସେ ପୂଜିଲେ ମାତ ହୋଇବ ସତର। ଶୁଣିଣ ଏ ମନ୍ତ ବାଣୀ ଶିଲା କୃତ୍ୟ ଜାଣି। ପ୍ରଣାମ କରଇ ଦୁଃଖୀ କରି ତା ଦଇନି। କହଇ ନମ୍ର ବାଣୀରେ ମାତଲ ଜନନୀ। ବୈଭବ ଲକ୍ଷ୍ମୀ ବ୍ରତକୁ ଏବେ ମୁଁ ଜାଣିଲି। ଏହାର ବିଧି ବିଧାନ କହିଲେ ଜନନୀ। କହିଲେ ନାହିଁ ତ ମାତ ତାର ଉଯାପନି। ବ୍ରତ ଶେଷେ ଉଯାପନ କିପରି ହୁଅଇ। ମନ ଖୋଲି ମାତ ମୋତେ କୁହନ୍ତୁ ବୁଝାଇ। ଶିଲା ଠାରୁ ଏହି ବାଣୀ ଶୁଣିଲେ ଜନନୀ। ଉଯାପନି କଥାକୁ ଯେ କହନ୍ତୁ ବଖାଣି। ଏକାଦଶ ଏକବିଂଶ ଯଥା ଶୁକ୍ରବାର। ମାତାଙ୍କ ପୂଜା ବିଧାନ କରିବିଟି ସ୍ଥିର। ପୂଜା ସାରି ଉଯାପନ କଥାଟି ଜାଣିବ। ଗୋଟି ଗୋଟି ନିଶ୍ଚୟ ତାହା ଆପଣା କରିବ। ଯେବେ ବ୍ରତେ ବାଞ୍ଛା ପୂର୍ଣ୍ଣ ହୋଇବ ପୂରଣ। ଶାସ୍ତ୍ରର ବିଧାନେ ଏବେ ବ୍ରତ ଉଯାପନ। ପୂର୍ବ ବିଧାନେ ଜନନୀ ପୂଜା କରିଥିବ। ଶେଷ ଶୁକ୍ରବାର ଦିନ ପୂଜା ଶେଷ ହେବ। ନୈବେଦ୍ୟ ବାଢ଼ିବ ପୁଣି ନାରିକେଳ ଦେଇ। ସପ୍ତ କୁମାରୀ ମାନଙ୍କୁ ସେଠାବକୁ ନେଇ। କୁମାରୀ ଅଭାବ ହେଲେ ସଧବା ଯେ ସାତ।
ବ୍ରତ ଠାବେ ଡାକି ଆଣ ତାହାଙ୍କୁ ତ୍ୱରିତ। କୁଙ୍କୁମ ଚନ୍ଦନ ଜାଣ ମଥାରେ ଲଗାଇ ଉପହାର ଦେବ ଗୋଟି ବ୍ରତ ବହି ନେଇ। କୁମାରୀ ଅଭାବ ହେଲେ ସଧବା ଯେ ସାତ ବ୍ରତ ଠାବେ ଡାକି ଆଣ ତାହାଙ୍କୁ ତ୍ୱରିତ। କୁଙ୍କୁମ ଚନ୍ଦନ ଜାଣ ମଥାରେ ଲଗାଇ ଉପହାର ଦେବ ଗୋଟି ବ୍ରତ ବହି ନେଇ। ଶ୍ରଦ୍ଧାରେ ଦେବ ତାହାଙ୍କୁ ବ୍ରତ ବହି ଜାଣ କହିବ ଏହି ବହିକୁ ପଢ଼ିବ ବୁଝିଣ। ଏହାପରେ ପ୍ରସାଦକୁ ବାଣ୍ଟି ଖୁଆଇବ। ଏହାପରେ ଜନନୀଙ୍କୁ ପ୍ରଣାମ କରିବ। ତାହାପରେ ସ୍ମୃତି ସରି କରିବ ଦୟିନୀ। ହେମା ବୈଭବରେ ଲକ୍ଷ୍ମୀ ତୁମେ ମା ଜନନୀ। ଦୟାମୟୀ କୃପାମୟୀ ଧନ ଲକ୍ଷ୍ମୀ ମାତ। ଭକତି ସହିତ ପୂଜା କରିଅଛ ସତ। କରିଅଛି ପ୍ରଣାମ ଯେ ତାରେ ନିବେଦନ। ତୁମ୍ଭେ କରିଲେ ସୁଦୟା ହୋଇବ କଲ୍ୟାଣ। ନିସନ୍ତାନୀ ଦୟା ହେଲେ ହୁଅଇ ଜନନୀ। ସୌଭାଗ୍ୟଶାଳୀ କରୁଛି କରି ଭାଗ୍ୟହାନୀ। ବିଳମ୍ବ ବିବାହ ଠାରେ ବିବାହ ସହଳ। ଅଚିରେ ବଦଳି ଯାଏ ବିଚାରୀର କାଳ। ଆଗରେ ବିପତ୍ତି ଥିଲେ ପଛେ ବୋହି ନେଉ। ଏହିପରି ତୋ ସନ୍ତାନେ ଦୟା କରିଥାଉ। ସମସ୍ତ ପ୍ରକାର ଦୁଃଖ କରାଇ ବିନାଶ। ବିଦେଶୁ ଫେରାଉ ପତି ଘରେ ଦେଇ ବାସ। କେ କରେ ମହିମା ତୋର ବନ୍ଦନା ଜନନୀ। ସକଳ କଲ୍ୟାଣ କରୁ ନାମ ତୋ କଲ୍ୟାଣୀ। ଏପରି ଲକ୍ଷ୍ମୀ ମାତାଙ୍କୁ କରିବ ପ୍ରାର୍ଥନା। ଧନ ଲକ୍ଷ୍ମୀ ରୂପ ଚାହିଁ କରିବ ବନ୍ଦନା। ଉଯାପନ ଶାସ୍ତ୍ର ବିଧି ଜନନୀ କହିଲେ। ପ୍ରଣାମ କରଇ ଶିଲା ଅତି ଭାବ ଭୋଲେ। ମାତାଙ୍କ କୃପାରୁ ମିଳେ ସୁଖମୟ ପଥ। ମନରେ ନଥିଲେ ଭକ୍ତି ନ କରିବ ବ୍ରତ। ଚକ୍ଷୁ ବୁଜି ବାରମ୍ବାର ସଂକଳ୍ପ କଥନ। ଜନନୀଙ୍କ ପାଶେ ଶିଲା ବୁଝଇ ଯତନ। କହଇ ଅଧୀରେ ଶିଲା ମାତ ଗୋ ଜନନୀ। ବୈଭବ ଲକ୍ଷ୍ମୀ ବ୍ରତ କରିବି ମୁଁ ପାଳନୀ। କହିଲେ ବୈଭବ ଲକ୍ଷ୍ମୀ ମାତ ଏ ବଚନ। ତାହା ତ ଅଟଇ ନିଶ୍ଚୟ ଶାସ୍ତ୍ରର ବିଧାନ। ତବ ବିଧାନ ମାନିଲି ଜାଣି ଶୁକ୍ରବାର। କରିବି ଉପାସନାକୁ ଏକାଦଶ ଦିନ। ତାଠାରୁ ଅଧିକ ହେଲେ କୁହ ଏକବିଂଶ। ଏହିପରି ପାଳିବି ଯେ ପୂଜାକୁ ବିଶେଷ। ବିଧାନ ଶୁଣିଲି ଜାଣ ଉଯାପନ କରି। ସଂକଳ୍ପ କରିବି ମାତ ପୂଜା କର୍ମ ସାରି। ଏମନ୍ତ କହିଣ ଶିଳା ପ୍ରଣାମ କରଇ। ପ୍ରଣମାନ୍ତେ ଦେଖେ ଶିଲା ବୃଦ୍ଧା ମାତା ନାହିଁ। ସର୍ବାଙ୍ଗ ଶରୀର ତାରେ ହେଲା ଶିହରଣ। ମାତା ମାତା କହି ଶିଲା କରଇ ପ୍ରଣାମ।
ଆନନ୍ଦେ ସାନନ୍ଦେ ଅଶ୍ରୁ ନୟନ ଝରଇ, ଏହି ସେହି ଜନନୀ ମୋ ଜାଣି ନ ପାରଇ। ପ୍ରଣାମ କରଇ ଶିଳା ଭୂମି ପରେ ଯଥା, ଧୂଳି ନେଇ ଶିଳା ତାର ବିଚାର କଥା। ଏପରି ଭକତ ଶିଳା ନ ପାରିଲା ଜାଣେ, ମନ ଜାଣି ଶିଳା ପାଶେ ଆସିଲେ ଜନନୀ। କ୍ରମେ କ୍ରମେ ଆସିଗଲା ବ୍ରତ ଶୁକ୍ରବାର, ବ୍ରତ କରି ବସେ ଶିଳା ସ୍ଥିରଟିଏ ଥର। ହେଲା ଶୁକ୍ରବାର ଜାଣ ବ୍ରତର ଦିବସ, ଗୁରୁବାର ଶେଷ ଯାଇ ସକାଳ ଆକାଶ। ପ୍ରାତ ସ୍ନାନ ସାରିଣ ଶୁକ୍ଳର ବସ୍ତ୍ରକୁ, ପିନ୍ଧିଲା ବସ୍ତ୍ରକୁ ଶିରା ଭାବିଣ ଦେବୀଙ୍କୁ। ଦିବସ କଥାଏ ଜାଣି ଜନନୀଙ୍କ ନାମ, ଜୟ ମା ଲକ୍ଷ୍ମୀ ପୁଣ ଯେ କରଇ ମନନ। ନାହିଁ ଚିନ୍ତା ମନେ ତାର ଗୃହ ଯେ ଜନନୀ, ବସାଇ ଦେଇଛି ଆଜି ଭାଗ୍ୟ ଭାଗିନୀ। ପବିତ୍ର କରିଛି ପୂର୍ବ ଗୃହକୁ ଜାନେ, ବସିଲା ଯାଇଣ ଶିଳା ଭକ୍ତିର ଆସନେ। ସମ୍ମୁଖରେ ରଖିଲା କପିଢ଼ାଏ ଏକ ଜାଣ, ପଣସ କାଠରେ ପିଢ଼ା ହୋଇଛି ଗଢ଼ଣ। ଅକ୍ଷତ ତାପରେ ପୁଣି ଆଉ ଯେତେ ଯାହା, ସଂଗ୍ରହ କରିଣ ଶିଳା ରଖିଲା ଯେ ତାହା। ଅକ୍ଷତ ଦେଇଣ ପୁଣି କଳସ ସ୍ଥାପିଲା, ନାସାରୁ ସୁନା ଗହଣା ଖୋଲି ଥୋଇଦେଲା। କଳସ ଉପରେ ଗିନା ତାପରେ ସର୍ବସ୍ୱ, ଥୋଇଣ କରଇ ଶିଳା ପୂଜା ଯେ ବିଶେଷ। ସ୍ତବ ପଢ଼ଇ ଆନନ୍ଦେ ବିଧାତାକୁ ଚାହିଁ, ସୋମେଷ୍ଟ ବଦନେ ଶିଳା ସାଗରକୁ ତୋଇ। ପୂଜା କରେ ଶେଷେ ଶିଳା ପତି ପାଶେ ଯାଇ, ମାତାଙ୍କ ନୈବେଦ୍ୟ ଶିଳା ପତିଙ୍କୁ ଦିଅଇ। ପ୍ରସାଦ ପାଇଣ ପତି ସନ୍ତୋଷ ହୋଇଲେ, ପତିଙ୍କ ସ୍ୱଭାବେ ଉଣା ଦେଖିଲାଟି ଭଲେ। ହୋଇଲା ଆନନ୍ଦ ଶିଳା ମାତାଙ୍କ ଚରଣେ, କରଇ ଦଇନି ପୁଣି ତାର ମନେ ମନେ। ସଂକଳ୍ପ ବିଧିରେ କରେ 21 ପାଳି, ପୂର୍ଣ୍ଣ କରିଲା ବିଧାନ ଆନନ୍ଦେ ସୁମରି। ହୋଇଲା ଶେଷ ଦିବସ ଶୁକ୍ରବାର ଜାଣ, ସପତ କୁମାରୀ ଡାକି ଆଣି ପୂଜା ସ୍ଥାନ। ପୂଜା ପରେ ବହିମାନ କରିଲା ଯେ ଦାନ, ହରଷିତ ହୋଇ ଭୋଗ ବାଣ୍ଟିଣ ଯତନ। ଧନ ଲକ୍ଷ୍ମୀ ରୂପ ଚିନ୍ତା ନୟନେ ଦେଖିଣ, ପ୍ରାର୍ଥନା କରଇ ବଇ ଭବ ଲକ୍ଷ୍ମୀ ପୁଣ। ତୁମ୍ଭଙ୍କୁ ଆଶ୍ରୟ କରି ବରତ ସାରିଲି, ମାନସିକ କଥା ମାନ ବିଧିରେ କରିଲି। ବିପତ୍ତି ଖଣ୍ଡନ ମାଗ କର ଏହି ଥର, ପାଦେ କରୁଅଛି ଦୈନ୍ୟ କଲ୍ୟାଣ ଯେ କର। ସୌଭାଗ୍ୟ ପ୍ରଦାନ କରୁ ଅଭାଗାକୁ ତୁହି, ପୁତ୍ରହୀନ ସୁଖୀ ହୁଏ ସନ୍ତାନକୁ ପାଇ। କୁମାରୀ ମାନଙ୍କୁ ମାତ ବିବାହ ପ୍ରଦାନ, ତ ବ୍ରତ କରିଲେ ମାତ ସତ୍ୟ ହୁଏ ଜାଣ।
ହର ହର ମୋର ଦୁଃଖ ସାଗର ନନ୍ଦିନୀ, ପ୍ରଣାମ କରୁଛି ପାଦେ ମାତା ଗୋ ଜନନୀ। ଧନଲକ୍ଷ୍ମୀ ସ୍ୱରୂପକୁ ଚାହିଁଣେ ନୟନେ, ଭକତି କରିଣ ଶିଲା କଲା ଯେ ପ୍ରଣାମେ। ଏହିପରି ବ୍ରତ କର୍ମ କରିଲେ ଯୁକତ, ଫଳ ମିଳଇ ସୁଫଳେ ଏହା ଯେ ନିଶ୍ଚିନ୍ତ। ସ୍ୱାମୀ ଯେ କୁପଥ ତେଜି ସୁପଥରେ ଯିବ, ନିଜ ଚରିତକୁ ତ୍ୟାଗୀ ବାଣିଜ୍ୟ କରିବ। କ୍ରମାନ୍ୱये ଚରିତ୍ରର ହେଲା ବିପରୀତ, ଧନ ଧାନ୍ୟ ଗୃହ ପୂର୍ଣ୍ଣ ହୋଇଲା ସତତ। ବୈଭବ ଲକ୍ଷ୍ମୀଙ୍କ ବ୍ରତ କାରଣ ଜାଣିଲ, ଘରେ ଘରେ ଘରଣୀ ଯେ କରିଲେ ବିଧାନ। ମାନସିକ କରି ବ୍ରତ ଆରମ୍ଭ କରିଲେ, ମନବାଞ୍ଛା ଫଳ ମାନ ନିଶ୍ଚୟ ପାଇଲେ। ମାତା ମୋ ଜନନୀ ତୁମେ ଧନଲକ୍ଷ୍ମୀ ମାତ, ଯେପରି ଶିଲା ଉପରେ ହୋଇଅଛି ପ୍ରୀତ। ତୁମ୍ଭ ବ୍ରତ ବିଧାନରେ ଯେହୁ ଯେ କରିବ, ସୁଦୟା ବହିଣ ମାତ କଲ୍ୟାଣ କରିବ। ନମ ବୈଭବ ଲକ୍ଷ୍ମୀ ସାଗର ନନ୍ଦିନୀ, ନମ ବୈଭବ ଲକ୍ଷ୍ମୀ ବିଷ୍ଣୁ ପାଟରାଣୀ। ନମ ବୈଭବ ଲକ୍ଷ୍ମୀ ହାଡ଼ି ଘରେ ଥିବ, ଭକତି କରିଲେ ଦୁଃଖ ମୋଚନ କରିବ। ନମ ବୈଭବ ଲକ୍ଷ୍ମୀ କରେ ନିବେଦନ, ଏ ସଂସାରେ ଦୁଃଖୀ ମୋହି ଅରକ୍ଷିତ ଜନ। ଦୟା କର ବୈଭବ ଲକ୍ଷ୍ମୀ ମାତା ମୋର, ତୁମ୍ଭ କରୁଣାରୁ ମୋର ଦୁଃଖ ହେଉ ଦୂର। ଭକ୍ତି ନାହିଁ କ୍ରିୟା ନାହିଁ କିଛି ଜାଣେ ନାହିଁ, ସଂସାର ମାୟା ମୋହିତ କରିଅଛି ଦେହି। ଯାହା ସବୁ ପୂରଣକୁ କରିଲ ବ୍ରତରେ, ବୈଭବ ଲକ୍ଷ୍ମୀ ମାତ କରିବେ ଜୁହାରେ। ବୈଭବ ଲକ୍ଷ୍ମୀ ମାତ କରୁଣାରେ ପୂର୍ଣ୍ଣ, ତୋର ପାଦେ ନମସ୍କାର କରୁଛି ବିପିନ। ଶୁଣନ୍ତୁ ଭକ୍ତ ଜନ ଏ ପୂଜାର ବିଧାନ, ବୈଭବ ଲକ୍ଷ୍ମୀ ପୂଜାର ଅପୂର୍ବ ଆଖ୍ୟାନ। ମାତାଙ୍କ କରୁଣା ହେଲେ ଦରିଦ୍ରରୁ ଧନୀ, ନିସନ୍ତାନୀ ମାତା ମାନେ ହୁଅନ୍ତି ସନ୍ତାନୀ। ଚାକିରି ବୃତ୍ତରେ ଯେବେ ଦୁଃଖ ପାଏ ଜନ, ମାତାଙ୍କ ପୂଜା କରିଲେ ଦୁଃଖଟି ମୋଚନ। ଦୁରାରୋଗ୍ୟ ସାଧ୍ୟକୁ ଏହି ବ୍ରତ କଲେ, ଆରୋଗ୍ୟ ଲଭଇ ଭକ୍ତ ବ୍ରତକୁ ମାନିଲେ। ସେହିପରି ସତୀ ସ୍ୱାଧୀ ଥିଲା ସତୀ ନାରୀ, ସ୍ୱାମୀ ତାର ଶଯ୍ୟା ସାଇ ଦୁଃଖେ ଅଭାଗିନୀ। ଦୁଇ ଗୋଟି ପୁତ୍ର ତାର ଏକ ଗୋଟି ଝିଅ, ଝିଅଟି ଜ୍ୟେଷ୍ଠ ଅଟଇ ସାନ ସବୁ ପୁଅ। ଜ୍ଞାନ ବୁଦ୍ଧି ହେବାରୁ ତ ଝିଅର ଚାକିରି, ହୋଇଗଲା ଡାକ ଘରେ କରଇ ବିଚାରି। ଯୁବତୀ ଯୌବନବତୀ ବିଭା ବେଳେ ହୁଏ, ପଥ ମଧ୍ୟେ ସମୟେ ଯୁବକକୁ ପାଏ। ଉଭୟେ ମଧ୍ୟ ହୋଇଲା ଯେ କଥା, ଦୁହିଁଙ୍କ ମଧ୍ୟରେ ହେଲା ଜୀବନର କଥା। ମନ ମିଳିଲା ଦୁହିଁଙ୍କ କଥା ହେଲେ ଜାଣ, ଜନନୀ ଶ୍ରୀମତୀ ଏହା ଜାଣିଲେ ଯେ ସନ।
ହୋଇଲେ ଆନନ୍ଦ ଜାଣ ଜନନୀ ଜାଣିଣ। ବିବାହ ନିମନ୍ତେ ତିଥି କରିଲେ ସନ। ତିଥି ସାବ୍ୟସ୍ତ ହୋଇଲା ସମୟ ବେଳକୁ। ଯୁବକ ମାଏ ପଟେ କଲାକୁ ତ୍ରିମକୁ। 100 ଗ୍ରାମ ସୁନାର ଯେ ଗହଣାଟି ଦେବ। ତାହା ନହେଲେ ନିଶ୍ଚୟ ବିବାହ ଭାଙ୍ଗିବ। ଏମନ୍ତ ଶୁଣନ୍ତେ ମାତା କନ୍ୟାର ଜୀବନ। ନଷ୍ଟ ହୋଇଲା ବୋଲିଣ ଅନେକ କାନ୍ଦିଣ। 100 ଗ୍ରାମ ସୁନା ଦ୍ରବ୍ୟ କେଉଁଠି ବା ତାର। ଅଛି ଦେଇ ବିଭାଘର କରିବ କନ୍ୟାର। ଝିଅ ମୋର ଆଉ ତେବେ ହେବନି ତ ବାହା। କଷ୍ଟଟି ଭୋଗିବ ବହୁ ଭାଗ୍ୟେ ଅଛି ତାହା। ଏମନ୍ତ ବସି ଭାବୁଛି ଦୁଃଖିନୀ ଜନନୀ। ସେହି ପଥେ ଗାଡ଼ି ଏକ ଗଲା ତତକ୍ଷଣି। ଗାଡ଼ିରୁ ପଡ଼ିଲା ଗଳି ଏପରି ପଦାର୍ଥ। ଶ୍ରୀମତୀ ଜାଇଣ ତାହା ଉଠାଏ ତ୍ୱରିତ। ସୁନା ରୂପା ନୁହେଁ ତାହା ଧନର ପୁଟୁଳା। ଭାଗ୍ୟରେ ଯାହା ଥିଲା ସେ ତାହାକୁ ପାଇଲା। ବୈଭବ ଲକ୍ଷ୍ମୀ ପୂଜା ବ୍ରତ ବହି ଜାଣ। ଶ୍ରୀମତୀ ପାଇଣ ତାହା ଗଲା ତତକ୍ଷଣ। ଏକ ସ୍ଥାନେ ବସି ବହି ପଠନ କରଇ। ଲକ୍ଷ୍ମୀଙ୍କର ବ୍ରତ କଥା ଲେଖା ଅଛି ତହିଁ। ଶାସ୍ତ୍ରର ବିଧାନେ ବ୍ରତ ନିୟମେ କରିବ। ଯାହା ଲେଖା ଅଛି ତାହା ନିଶ୍ଚୟ ପାଳିବ। ପୁସ୍ତକ ପଠନ କଲା ବଢ଼ିଗଲା ଚିନ୍ତା। କିପରି ପାଳନ ହେବ ଏହି ବ୍ରତ କଥା। ଲାଗିଲା ମନ ତାହାର ହେଲା ଶୁକ୍ରବାର। ଅତ୍ୟନ୍ତ ବିଶ୍ୱାସେ ନାରୀ କରିଲା ବିଚାର। କପାଳରେ ଥିଲା ବୋଲି ନିୟତିର ଗତି। ଲକ୍ଷ୍ମୀଙ୍କର ବ୍ରତ କଲେ ବଢ଼ିବ ସମ୍ପତ୍ତି। ଏହି ବିଶ୍ୱାସେ ଶ୍ରୀମତୀ ଆରମ୍ଭିଲା ବ୍ରତ। କରିଲା ବୈଭବକୁ ଜୀବନର ସତ୍ୟ। ଦିନ ରାତି ଜପ କଲା ଲକ୍ଷ୍ମୀଙ୍କର ନାମ। ସେହି ଦିନ ମନେ ତାର ଆସେ ଦିବ୍ୟ ଜ୍ଞାନ। ଯେଉଁ ଦିନ ଶେଷ ହେଲା ବାର ଶୁକ୍ରବାର। ସେହି ଦିନ ପୁତ୍ର ଆସି ଦେଲା ଖବର। ଲଟେରୀ ଉଠିଛି ଆମ ଶୁଣନ୍ତି ଜନନୀ। ସଙ୍ଗେ ସଙ୍ଗେ ମାତାଙ୍କୁ ସେ କରିଲେ ଦଇନି। ଏହା ପରେ ବ୍ରତ ଶେଷ କରଇ ଶ୍ରୀମତୀ। ମନେ ମନେ ବହୁ କଥା ସେହି ଯେ ଭାବନ୍ତି। କାଟିଥିଲା ଅତି ପୂର୍ବୁ ଟିକେଟ ଗୋଟିଏ। ଉଠିଛି ପୁରସ୍କାର ଯେ ପୁଅ ଆସି କହେ। ଟିକେଟର ପୁରସ୍କାର 50,000। କନ୍ୟା ବିଭା ଦେଲା ସତ୍ୟ ହୋଇଲା ଉଦ୍ଧାର। ବୈଭବ ବ୍ରତ କରି ପାଇଲା କରୁଣା। ଝିଅ ବିଭାଘର ହେଲା ପ୍ରଘଟ ଘଟଣା। କରୁଣା ଋଣା ହେଲେ ଦୁଃଖ ଯେ ମିଳିବ। ବିପିନ ଗୋସ୍ୱାମୀ ଠାରେ ଆସେ ସେହି ଭାବ। କରୁଣା କର ଜନନୀ ଲେଖିବ ତୋ ଖ୍ୟାତି। ତୋର ଚରଣ ପଙ୍କଜେ କରଇ ପ୍ରଣତି। ଏକ ଦିନେ ଘଟିଗଲା ଘଟଣା ଏ ସନ। ଗୃହକୁ ଫେରନ୍ତି ସ୍ୱାମୀ ହୋଇଣ ସୁମନ। ହୀରା ସାଥେ ଆଣିଥିଲେ ଶୋଭାଙ୍କର ସ୍ୱାମୀ। ଗୃହେ ପହଞ୍ଚିଣ ସେହି ହୋଇଲେ ବିଭ୍ରମୀ। କାହିଁ ଯେଉଁ ଭାନ ହେଲା ହୋଇଲା ବାଉଳା। ଖୋଜି ଖୋଜି ହତାଶ ଯେ ଦୁଇ ପ୍ରାଣୀ ଭୋଲା। ଅବସାଦେ ନିରସରେ ପାହିଲା ରଜନୀ। ରାତ୍ରି ସାରା ଚିନ୍ତା ମଗ୍ନ ପତି ପତ୍ନୀ ବେନି।
କାହାରି ମୁଖରୁ କିଛି କଥା ନ ବାହାରେ। ଦୁହେଁ ପଡ଼ିଛନ୍ତି ସେହି ହୀରାର ଚିନ୍ତାରେ। ନିକଟେ ପଡ଼ୋଶୀ ଥିଲେ ଆସିଲେ ଗୃହରେ। ପତି ପତ୍ନୀ ବିଷାଦକୁ ଦେଖିଲେ ଆଖିରେ। ଦେଖିଣ ଏମନ୍ତ କଥା ପଚାରନ୍ତି ବାରେ। କି ବିଷାଦ କେଉଁ ପାଇଁ ତୁମରି ଗୃହରେ। ଶୋଭା କହଇ ଭଉଣୀ ଏମନ୍ତ ଘଟଣା। କିପରି ଘଟିଲା ଏହା ଆମ୍ଭଙ୍କୁ ଅଜଣା। ପଡ଼ୋଶୀର ମୀଳା କହେ ଶୁଣିବ ଭଉଣୀ। କହିବି ଗୋଟିଏ କଥା ଶୁଣିବ ଏକ୍ଷଣି। ରଖ ବା ନ ରଖିବ ମନ କହେ ଜାଣ। କହିଦେଲେ କଥା ମୋର ରହିଯିବ ମାନ। ମା ବୈଭବ ବ୍ରତ ଜାଣ ସଂସାରେ ପ୍ରଚାର। ଏ ବ୍ରତ କରିବ ଯଦି ମାନସିକ କର। ଶାସ୍ତ୍ରରେ ବିଧାନ ଯାହା କହିବି ବୁଝାଇ। ଦୃଢ଼େ ଓଷା କଲେ ତୁମେ ସ୍ନେହେ ମହାମାଇ। ନିଶ୍ଚୟ କରିବେ ବାଞ୍ଛା ପୂରଣ ତୁମ୍ଭର। ବୈଭବ ଲକ୍ଷ୍ମୀ ବ୍ରତ କର ତୁଜେ ସତର। ରମିଳା କଥାରେ ଶୋଭା ବିଶ୍ୱାସୀ ହୋଇଲା। କରିବ ବୈଭବ କଥା ମାନସିକ କଲା। 21 ଦିନ ଜାଣ ବ୍ରତର ବିଧାନ। କରିବା ପାଇଁ କି ମନ ସ୍ଥିର କଲେ ଜାଣ। 11 ଖଣ୍ଡି ପୁସ୍ତକ ବାଣ୍ଟିବ ନେଇଣ। ଏହିପରି ଭାବେ ଜାଣ ସଂକଳ୍ପ କରିଣ। ଏମନ୍ତ ମନର ବାଞ୍ଛାର ମେଳା ବାଞ୍ଛିଲେ। ଦିବସ ରଜନୀ ଜାଣ ନାମକୁ ଜପିଲେ। ଏମନ୍ତ ସମୟେ ନିଶି ହୋଇଲା ସେଦିନ। ନିଦ୍ରାରେ ଶୋଭା ଯେ ଦେଖେ ଏମନ୍ତ ସପନ। ସପନ ବୃତ୍ତାନ୍ତ ମାନ ସ୍ୱାମୀଙ୍କୁ କହିଲେ। ରାସ୍ତା କଡ଼ୁ ହୀରାଟିକୁ ନିଶ୍ଚିନ୍ତେ ପାଇଲେ। ବାଲି ଗଦା ପରେ ହୀରା ଅଧା ପୋତା ଥାଇ। ଚିକି ଚିକି କରେ ହୀରା ବାଲି ମଧ୍ୟରେ ରହି। ସ୍ୱାମୀଙ୍କୁ କହଇ ମିଲା ଦେଖ ତୁମ୍ଭ ହୀରା। ହୀରା ଲାଗି ହୋଇଥିଲେ ନିଶ୍ଚିନ୍ତ ପାଗଳା। ହୀରାକୁ ଦେଖିଣ ସ୍ୱାମୀ କହନ୍ତି ବଚନ। ଏହି ଆମ ହୀରା ଜାଣ ମୋ ପ୍ରାଣର ଧନ। ମାତାଙ୍କ ସପନ କଥା ହୋଇଲା ଯେ ସତ। ନିଶ୍ଚୟ ତୁମ୍ଭେ କରିବ ବୈଭବ ବ୍ରତ। ସ୍ୱାମୀ ସ୍ତ୍ରୀ ଦୁହେଁ ମିଳି ବ୍ରତର ବିଧାନ। କରିଲେ କାଷ୍ଠା ଭାବରେ ବ୍ରତର କାରଣ। 21 ବୈଭବ ଲକ୍ଷ୍ମୀଙ୍କର ବ୍ରତ। ଉପାସ ରହିଣ ଦୁହେଁ କରିଲେ ସତତ। ଶାସ୍ତ୍ର ମତେ ଉଯାପନ କରିଲେ ବ୍ରତକୁ। 51 ଖଣ୍ଡ ବହି ବାଣ୍ଟି ସମସ୍ତଙ୍କୁ। ବୈଭବ ଲକ୍ଷ୍ମୀ ବ୍ରତ କଲେ ସମାପନ। ଭାବରେ ଭଣଇ ଗୀତ ଗୋସ୍ୱାମୀ ବିପିନ। ନୈବେଦ୍ୟ ବାଣ୍ଟି ଦେଲେ ଆପଣା ପରକୁ। ଆଉ କିଛି ରଖିଦେଲେ ନିଜର ଘରକୁ। ତାପରେ ଘଟିଲା ଜାଣ ଏକ ଘଟଣା। ଅଜ୍ଞାତେ ମେଲା ଦ୍ୱାର ଜାଣିଲା କେଜନ। ଛାତ ଊର୍ଦ୍ଧ୍ୱେ କାର୍ଯ୍ୟମାନ କରୁଥିଲେ ଜନ। ତା ମଧ୍ୟ ବାହାର ହୋଇ ଆସେ ଏକ ଜଣ। ସୁଯୋଗ ଦେଖିଣ ଘର ଭିତରେ ପଶଇ। ଧୀରେ ଧୀରେ ଶୋଇବାର ଘରକୁ ସେ ଯାଇ। ସେ ଘରେ ରହିଣ ଥିଲା ଲୀଳା ସୁନାହାର। ମଙ୍ଗଳସୂତ୍ର ଯେ ପୁଣି ରହିଥିଲା ତାର। କରିଲା ଆୟତ ତାକୁ ଆସିଲା ବାହାରି।
ଜାଣି ନ ପାରିଲେ ତାହା ଗୃହରେ କିପରି। ପେଟକୁ ମାରୁଛି ବୋଲି ପେଖନା କରିଲା, କାମରୁ ଛୁଟିକୁ ନେଇ ଗୃହେ ବାହୁଡ଼ିଲା। ଲୋଭରେ ଆଣି ନଥିଲା ଯତନେ ଗହଣା, ବହୁତ ଯତନ କରି ତାହାକୁ ରଖିଲା। ଶୟନ କାଳରେ ରଖେ ତକିଆ ତଳରେ, ସକାଳ ହୋଇଲେ ପୁଣି ସେହି କଥା ଭାଳେ। ଏହିପରି ଗହଣାକୁ ଯତନେ ରଖଇ, ପିନ୍ଧଇ ଯତନେ ପୁଣି ପୁଣି ସାଇତଇ। ଏକ ଦିନେ ସ୍ନାନ ସାରି ଗହଣା ଖୋଜିଲା, ରଖିବା ସ୍ଥାନରେ ଆଉ ଗହଣା ନଥିଲା। ଏପଟେ ସେପଟେ ପୁଣି ଗୃହର ମଧ୍ୟରେ, ତନ ତନ କରି ତାକୁ ଖୋଜେ ସବୁଠାରେ। ପାଇଲା ନାହିଁ ଗହଣା ହେଲା ଆଚମ୍ବିତ, କେଉଁଠାକୁ ଗଲା ତାହା ଖୋଜିଲା ବହୁତ। ଗହଣା ନ ପାଇ ସେହି କାନ୍ଦିଲା ବହୁତ। କାନ୍ଦଣା ଶୁଣି ପଡ଼ୋଶୀ ଆସନ୍ତି ତ୍ୱରିତ, ଘଟଣାଟି ଜାଣିବାକୁ ହେଲେ ତତ୍ପର। ଘଟଣା ଜାଣିଲେ ସବୁ ପଡ଼ୋଶୀ ଏଥର, ଏପରି ସମ୍ବାଦ ପୁଣି ମା ପାଶେ ଗଲା। ଲୀଳାର ଜନନୀ ଭଗ୍ନୀ ତୁରନ୍ତ ଆସିଲା, କାନ୍ଦଇ ଏମନ୍ତ କହି ମା ପାଖେ ସେହି। ମା କରନ୍ତି ତାହାକୁ ସମସ୍ତ ବୁଝାଇ, ପିନ୍ଧିବା ଗହଣା ତୋର ଖୋଲିବାର ନୁହଁ। ଯାହା ହୋଇଛି ରେ ଝିଅ ବୁଝିବାଟି ରହ, ଯଦି ବା ଖୋଲିଲୁ ତାହା ନ ରଖିଲୁ କିଆଁ। ନ ରଖିବା ଫଳ ଏବେ ପାଇଲୁଟି ମା, ବାହାରେ ରଖିଲେ ଦ୍ରବ୍ୟ କିଏ ନେବ ବୋହି। ଏକଥାର କାରଣ କି ତୋତେ ଜଣା ନାହିଁ, ଯାହା ତ ହେବାର କଥା ତାହା ହେଲା ଜାଣ। ଏଥର ଉପାୟ ଆମ୍ଭେ କରିବାଟି ପୁଣ, ବୈଭବ ଲକ୍ଷ୍ମୀ ମା ତୋ ଦୁଃଖ ଶୁଣିଲେ। ପାଇବୁଲ ମା ତୁହି ତାଙ୍କୁ ଆଶ୍ରା କଲେ, ଧନଲକ୍ଷ୍ମୀ ମା ଏହି ଦୁଃଖୀର ବିଶ୍ୱାସ। ନିଶ୍ଚୟ ମିଳିବ ତୋର ଜିନିଷ ଅବଶ୍ୟ। ଜନନୀଙ୍କ କଥା ଶୁଣି ଝିଅ ଉଠିଗଲା, ହସ୍ତପଦ ଧୌତ କରି ସେ ସ୍ଥାନେ ବସିଲା। ମନରେ ସ୍ମରିଲା ସେହି ଧନଲକ୍ଷ୍ମୀ ମା, ବିପଦ ସମୟେ ମୋର ହୋଇବୁଟି ସାହା। ଏକାଦଶ ପାଳି ବ୍ରତ ପାଳିବ କହିଲା, ଜିନିଷ ମିଳିଲେ ମା ସଂକଳ୍ପ ରହିଲା। ଜୟ ମା ଧନଲକ୍ଷ୍ମୀ ସେ କରିଲା ଭଜନ, ସ୍ୱାମୀ ଯେ ଆସନ୍ତି ତାର ଗୃହକୁ ବହନ। କାନ୍ଦି କାନ୍ଦି ଲୀଳା ସବୁ କହିଲା ସେଠାର, ଚାଲ ସ୍ୱାମୀ ଥାନାଠାରେ କହିବା ଏଥର। ପତି ପତ୍ନୀ ଏକା ହୋଇ ଥାନାକୁ ଯେ ଗଲେ, ଘଟିଲା ଘଟଣା ପୁଣି ସେଠାରେ ଜାଣିଲେ। ଯାହା ଯେତେ ଗହଣା ଯେ ହୋଇଥିଲା ଚୋରି, ସମସ୍ତ ହିସାବ ଦେଲା ତାଲିକାକେ କରି। ଆସନ୍ତି କନେଷ୍ଟବଳ ଏତିକି ବେଳର, ତାର ସାଥେ ଆସେ ପୁଣି ଆଉ ଏକ ନର। କନେଷ୍ଟବଳ କହି ଇନ୍ସପେକ୍ଟରଙ୍କୁ, ଧରି ଆଣି ଅଛି ବାବୁ ଦେଖ ଏ ଚୋରକୁ। ଚୋରକୁ ତଲାସି ନେଲେ ବାହାରେ ଜିନିଷ, ତାର ପାଶେ ରହିଅଛି ଗହଣା ବିଶେଷ। ସମସ୍ତ ଜିନିଷ ସେହି ଠାବେ ଠୁଳ ହେଲା, କିଓ ଘଟଣା କଥା ଯେ ଏଠାରେ ମିଳିଲା।
ଲୀଳାର ଗହଣା ମାନ ହିସାବୁ ମିଳିଲା। ସେସବୁ ସେହି ଚୋରଟି ଆଗେ ନେଇଥିଲା। ଥାନାରେ ଲେଖି ରଖିଲେ ଥାନା ବଡ଼ ବାବୁ। ଲେଖି ସାରି ଲୀଳାକୁ ସେ ଦେଲେ ଧନ ସବୁ। ପାଇଲା ଗହଣା ସବୁ ଆସିଲା ଘରକୁ। ବୁଝିଲା ଏଥର ଲୀଳା ବ୍ରତ ମହିମାକୁ। ବ୍ରତ ମନାସିବାରୁ ସେ ପାଇଲା ତ ଧନ। ମନେ ମନେ ଲକ୍ଷ୍ମୀଙ୍କୁ ସେ କରିଲା ପ୍ରଣାମ। ଆସିଲା ସେ ଶୁକ୍ରବାର ଓଷାକୁ ବରିଲା। ଏକାଦଶ ଶୁକ୍ରବାର ବ୍ରତ ଆରମ୍ଭିଲା। 11 ଗୋଟି ସେ ବହି ବାଣ୍ଟି ଦେଲା ନେଇ। ପୂଜାର ବିଧାନ ଯାହା କରିଲାଟି ଥୋଇ। ସେହି ଦିନୁ ମାତା ଠାରେ ରହିଲାଟି ମନ। କୃପା ନେତ୍ରେ ମାତା ତାକୁ କରିଲେ କଲ୍ୟାଣ। ଜୟ ମା ବୈଭବ ଲକ୍ଷ୍ମୀ ତୋ କରୁଣା ପାଇ। ପ୍ରଣାମ କରୁଛି ମାତ ବିପିନ ଗୋସାଇଁ। ଅନ୍ୟ ଦିନେ ଆଉ ଏକ ଘଟଣା ଘଟିଲା। ମାତାଙ୍କ କରୁଣା ଥିଲା ତହୁଁ ରକ୍ଷା ହେଲା। ବିଚରା ସୁରେଶ ତାର ବନ୍ଧୁ ଆଉ ଜଣେ। ମିଳିଣ ବାଣିଜ୍ୟ କଲେ ହୋଇ ଏକ ମନେ। ଅନେକ ବରଷ ଦୁହେଁ ଭଲରେ ଚଳିଲେ। ଦୁର୍ଭାଗ୍ୟ ହେବାରୁ ଦୁହେଁ ନିଆରା ହୋଇଲେ। ଝଗଡ଼ା ହେଲାରୁ ମନ ହୋଇଗଲା ଦୁଇ। ଭାଗ୍ୟର ବିଡ଼ମ୍ବନା ତ ଏକଥା ଅଟଇ। ବନ୍ଧୁ ଗଲା ମନ ଗଲା ସୁରେଶର ଗତି। ଦିନୁ ଦିନୁ ଗତି ତାର ହେଲା ନାନା ମତି। ବରଷ ଗୋଟିଏ ଯାଇ ନାହିଁ ତାର ଦିନ। ହୋଇଗଲା କ୍ଷୟ କ୍ଷତି ନ ରହିଲା ଧନ। ବିପଦେ ଧୈର୍ଯ୍ୟ ଧର ଏହି ଅଛି ବାଣୀ। ଦୁଃଖ ମେଣ୍ଟିବ ତାହାର କହନ୍ତି ଘରଣୀ। ଯେନ ତେନ ପ୍ରକାରେଣ ଘରକୁ ଚଳାନ୍ତି। ରୋଜଗାର ନାହିଁ ସତ ଅଚଳ ଯେମତି। ଚିନ୍ତାରେ ଚିନ୍ତାରେ ସଦା ରହିଲା ସୁରେଶ। ଦିନୁ ଦିନ ଦେହ ତାର ହୋଇଲା ଅବଶ। ସରଳାର ମନ ଏବେ ହୋଇଲା ବ୍ୟଥିତ। ମାଉସୀ ଆଶ୍ଵିନ ଦିନେ ହେଲେ ଉପସ୍ଥିତ। ସାନ୍ତ୍ୱନା ଛଳରେ ତାଙ୍କୁ କହନ୍ତି ମାଉସୀ। ବିଧାତା ମନ୍ଦ ହୋଇଲେ ସୁଖ ଯାଏ ନାସି। କାହାର କି ଶକ୍ତି ଅଛି ବିଧାତା ଆଗରେ। ସହ୍ୟ କରି ସବୁ ଦୁଃଖ ହୋଇଯାଏ ଦୂରେ। ବୈଭବ ଲକ୍ଷ୍ମୀ ବ୍ରତ ଦୁନିଆ ପାଳନ୍ତି। ସେଇ ବ୍ରତ କର ମାଗ ସବୁ କଥା ମୁଛି। ଏକାଦଶ ଏକବିଂଶ ଯାହା ଇଚ୍ଛା ତୋର। କରିବୁ ଆନନ୍ଦେ ବ୍ରତ କରିଣ ବିଚାର। ଆରମ୍ଭ କରିବୁ ବ୍ରତ ଦେଖି ଶୁକ୍ରବାର। ଭକ୍ତିରେ କରିବୁ ଝିଅ ଓଷା ଯେ ତୋହର। ମୋର ସଙ୍ଗେ ଚାଲ ଝିଅ ବଜାରକୁ ଯିବା। ବୀଣା ପାଣି ବହି ଛାପେ ଖଣ୍ଡିଏ କିଣିବା। କଟକେ ବାଦାମ ବାଡ଼ି ବସ ରହୁଛି। ସେହିଠାରେ ଓଷା ବହି ନିଶ୍ଚୟ ମିଳୁଛି। କରିବୁ ଓଷାକୁ ତୁହି 21 ପାଳି। ଆଉ କିଛି ଭାବ ନାହିଁ ହୋଇଣ ବାଉଳି। ବୈଭବ ମାତା ନିଶ୍ଚେ ହୋଇବେ ସଦୟ। ଘଟିବା ଦୁଃଖଟି ତୋର ଘୁଞ୍ଚିବ ନିଶ୍ଚୟ। ଏହା ପରେ ବଜାରକୁ ଗଲା ସେହି ବାଳା। ଓଷା ବହି ଖଣ୍ଡେ ଯାଇ ବଜାରୁ କିଣିଲା। ବିଧି ବିଧାନରେ କଲା ବ୍ରତର ବିଧାନ। ଓଷାର ପୂର୍ବ ଯନ୍ତ୍ର କରିଲା ଦର୍ଶନ।
21 ପାଳି ଯାକ କରିବ ବ୍ରତ। 2 ଦିନ ପରେ ଶୁକ୍ରବାର ଉପଗତ। କରିଲାଟି ସେହି ବାଳା ବ୍ରତର ବିଧାନ। 21 ଶୁକ୍ରବାର ବ୍ରତ ଉଯାପନ। ଭକ୍ତି ଭରେ ବିଧାନରେ ବ୍ରତ କଲା ସେହି। ହସି ହସି 2 ଦିନେ ସ୍ୱାମୀ ଯେ ଫେରଇ। କହନ୍ତି ବୁଝାଇ ତାକୁ ବୁଝିଲା ସରଳା। ବଡ଼ କମ୍ପାନୀ ଜଣିଏ ଦୋକାନେ ଆସିଲା। ବ୍ରତର ଦ୍ୱିତୀୟ ବାସ କଥା ଯେ ଅଟଇ। ହସ ହସ ମୁଖେ ତାର ସ୍ୱାମୀ ଯେ କୁହଇ। ପରଖିଲା ନିଜେ ଯନ୍ତ୍ରାସରେ ମାନସକୁ। ନିର୍ମାଣ ଶୈଳୀ ତାଙ୍କ ଛୁଇଁଲା ମନକୁ। ବଡ଼ ବଡ଼ କାର୍ଯ୍ୟ ଲାଗି ବରାତ କରିଲା। ବୈଭବ ଦେବୀ ସତେ ଆଶିଷଟି ଦେଲା। କମ୍ପାନୀ ସାଥିରେ ଆସ ବଢ଼ଇ ବେପାର। ଭାଗ୍ୟ ବଦଳିବ ମାତାଙ୍କ ଯେ କୃପାର। ସହଜେ ଭାଗ୍ୟ ଆମର ବଦଳି ଯେ ଯିବ। ସୁଖେ ଦୁଃଖେ ଆମର ଯେ ସଂସାର ଚଳିବ। 21 ଦିବସରେ ବ୍ରତ ହେଲା ପୂର୍ଣ୍ଣ। ଭାବନ୍ତି ସୁରେଶ ବସି କରି ଅନୁମାନ। ବୈଭବ ଲକ୍ଷ୍ମୀ ବ୍ରତ ପାଳନ କରିଲୁ। ସେଥିଲାଗି ମାତାଙ୍କର କରୁଣା ଲଭିଲୁ। ବିଧିରେ ସରଳା କଲେ ବ୍ରତ ଉପାସନା। ବୀଣା ପାଣି ବହି ଆଣି ବାଣ୍ଟିଲେ ମାଗଣା। ଏହା ପରେ ଲାଭ ହୋଇ ବେପାର ଚାଲିଲା। ମାରୁତି କାର 21 ବର୍ଷ କିଣିଲା। ବୈଭବ ବ୍ରତ ଫଳ ଏହାକୁ ମଣିଲେ। ସ୍ୱାମୀ ସ୍ତ୍ରୀ ଦୁହେଁ ଯାଇ ଚରଣେ ପଡ଼ିଲେ। ଜୟ ଜୟ ବୈଭବ ମାତା ତୋ କରୁଣା। ଗରିବକୁ କରିଲେ ଧନୀ ସଙ୍ଗେ ଯେ ଗଣା। ଦୁଃଖ କଷ୍ଟ ଯାହା କିଛି ନେଇ ଯାଉ ହରି। ତେଣୁ ଜଗତରେ ସବୁ ସନ୍ତାନ ତୋ ହରି। ତୋ କରୁଣା ଊଣା ହେଲେ ଦାନା ନ ମିଳଇ। ବିପିନ ଗୋସ୍ୱାମୀ କଥା ଗୀତରେ କହଇ। ଏହା ପରେ ଯାହା ଯାହା ହୋଇଲା ସତୋର। ତାହା ଲେଖୁଅଛି ମୁହିଁ ଏହି ପୁସ୍ତିକାର। ହେମା ବୋଲି ନାରୀ ଜଣେ ଥିଲା ଏ ସଂସାର। ଦୁଃଖେ ସୁଖେ ଚଳୁଥିଲେ 2 ପୁତ୍ର ତାର। ଏକ ଦିନେ କୁମ୍ଭ ମେଳା ଦେଖିବାର ପାଇଁ। 2 ପୁତ୍ର ଧରି ଯେଣୁ ମାଳତୀ ଚଳଇ। ମେଳାରେ ପହଞ୍ଚି ଦେଖି ଆନନ୍ଦ ହୋଇଲେ। ଆନନ୍ଦରେ ମେଳା ମଧ୍ୟେ ବୁଲନ୍ତି ସତୋରେ। 2 ପୁତ୍ର ମଧ୍ୟେ ଦୁଷ୍ଟ ସାନ ପୁଅ ଥିଲା। ମେଳାର ମଧ୍ୟରେ ସେହୁ ହାତ ଛାଡ଼ିଦେଲା। କେତେ ବାଟ ଚାଲିଗଲେ ମାଳତୀ ସୁନ୍ଦରୀ। ସାନ ପୁଅ କଥାଟି ଯେ ମନେ ପଡ଼େ ଭାରି। ଦେଖିଲେ ପାଖରେ ନାହିଁ ଦୁଷ୍ଟ ସେହି ପିଲା। ନ ଦେଖି ପୁତ୍ରକୁ ତାର ଅନେକ କାନ୍ଦିଲା। ପତି ପତ୍ନୀ ଦୁହେଁ ସେଠି ବହୁତ ଖୋଜିଲେ। ଯେତେ ବହୁ ଚେଷ୍ଟା ସତ୍ତ୍ୱେ ଆଉ ନ ପାଇଲେ। ମନ ଦୁଃଖରେ ମାଳତୀ ବୁଲି ବୁଲି ସ୍ଥିର। ହୋଇଲେ ଆସିଣ ବସେ ସ୍ଥାନ ଏଠାକାର। ଦୂରଦର୍ଶନରେ ପୁଣି ସମ୍ବାଦ ପେପର। ସମ୍ବାଦ କହିଲା ଯାଇ ମନ ଯେ ଅସ୍ଥିର। ମେଳାରୁ ଫେରିଲେ ସେହୁ ଗାଁ ଗଣ୍ଡା ବୁଲି। ପୁତ୍ରକୁ ଖୋଜିଲେ ବହୁ ହୃଦେ କଷ୍ଟ ଧରି। ଦିବାନିଶି କାନ୍ଦି କାନ୍ଦି ଆଖି ତା ଫୁଟିଲା। ବିଧାତା କରିଛି ଯାହା ସମସ୍ତ ଭୋଗିଲା। ପୁତ୍ରକୁ ହରାଇ
ପିତା ବ୍ୟାକୁଳ ହୋଇଲେ, କାନ୍ଦି କାନ୍ଦି ଆଖି ଲୁହ ତୁଣ୍ଡରେ ମାରିଲେ। କାନ୍ଦି କାନ୍ଦି ଏହିପରି ବିତେ ଦିବା ରାତି, ବଡ଼ ପୁଅ ମୁହଁ ଦେଖି ସମୟ କଟାନ୍ତି। ବଡ଼ ପୁଅ ଦିନେ ଯାଇଥିଲାଟି ସହର, ପଢ଼ା ବହି କିଣା ଯିବ ଥିଲା ଦରକାର। ପଢ଼ା ବହି କିଣି ସାରି ଆନେ ହେଲା ଲୟ, ମାତାଙ୍କର ହୋଇଥିଲା ତାହାକୁ ସଦୟ। ବୈଭବ ଲକ୍ଷ୍ମୀ ବ୍ରତ ବହିକୁ ଦେଖିଲା, ସମସ୍ତ ସାରାଂଶ ଉର୍ଦ୍ଧ୍ୱ ପୃଷ୍ଠେ ଲେଖା ଥିଲା। ଆଉ ମଧ୍ୟ ଦେଖୁଥିଲା ବହୁ ଝିଅମାନେ, କରୁଥିଲେ ବୀଣା ପାଣି ଛାପିଛି ଯେ ଜଣେ। ସେଥିରେ ରହିଛି ସବୁ କଥା ଯେ ଜାଣ, ବୀଣା ପାଣି ଛପା ବହି ଦିଅନ୍ତୁ ଏସନ। ସେହି ସ୍ଥାନେ ବୀଣା ପାଣି ଦୋକାନ ଦେଖିଲି, ଆନନ୍ଦ ହୋଇଲା ମନ ଖୁସିରେ ଚାହିଁଲି। ଭିଡ଼ ଜମେଇ ମଣିଷ କିଣୁଛନ୍ତି ବହି, ବୈଭବ ପୂଜା ବ୍ରତ ବହି ଦିଅ ଭାଇ। 11 ଖଣ୍ଡ ବହି ନେଲେ କିଣି, ବଡ଼ ପୁଅ ଏହା ଦେଖି କହେ ତତକ୍ଷଣି। 11 ଖଣ୍ଡ ପୁସ୍ତକ ତୁମ୍ଭେ ମୋତେ ଦିଅ। ଦୋକାନୀ ପଚାରେ ପୁଅ କେତେ ଖଣ୍ଡ କହ, ମନ ବାଞ୍ଛା ପୂର୍ଣ୍ଣ ହେଲେ 11 ବାଣ୍ଟିବା। ପ୍ରଥମ ପୂଜା ନିମନ୍ତେ ଖଣ୍ଡିଏ କିଣିବା, ଏହା ଜାଣି ବଡ଼ ପୁଅ ଆଣେ ଖଣ୍ଡେ କିଣି। ମାତା ପାଶରେ ବସି କହେ ଯେ ଦେଖ ବାଣୀ, ମାତାଙ୍କ ଆଖିରୁ ଗଡ଼ି ଗଲା ସେ ଲୋତକ। କହିଲେ ଏକ ନିଶ୍ଚୟ ବିଧାତାର ଟେକ, ମାଙ୍କ ସାଥିରେ ସେ ଯେ 21 ପାଳି। କରିଲେ ବ୍ରତ ବିଧାନ ହେମା ଯେ ସୁନ୍ଦରୀ, କହିଲେ ବାଣ୍ଟିବି ମୁହିଁ 101 ବହି। କହିଲେ ଜାଣ ବ୍ରତର ବିଧାନଟି ଏହି, ଦୁଃଖ ମେଣ୍ଟିଲେ ନିଶ୍ଚୟ ବ୍ରତକୁ ପ୍ରଚାର। କରିବି ଜଗତେ ମୁହିଁ ତୋତ୍ରକୁ ସାର, ଏମନ୍ତ ଭାବିଣ ହେମା ଆରମ୍ଭିଲା ବ୍ରତ। ବ୍ରତର ବିଧାନ ମାନ କରିଲେ ଉଚିତ, ଏହି ଭାବେ କଳା ବ୍ରତ ଭାବ ଭକତିରେ। ବିଶ୍ୱାସୀ ରହିଲା ତାର ମାତାଙ୍କ ଉପରେ, ଏକ ଶୁକ୍ରବାର ଦିନ ଓଷା ବ୍ରତ ସାରି। ଶୟନ କରିଛି ସେହି ଶଯ୍ୟା ଏକ ପାରି, ଦେଖିଲା ସପନ ସେହୁ ରାତ୍ରର ମଧ୍ୟରେ। ବିସ୍ମିତ ହୋଇଲା ସେହି ଭାବ ପ୍ରକାରେ, ଚତୁର୍ଥ ପ୍ରହର କଥା ହୋଇଥାଏ ସତ। ଦେଖିଲା ଗାଁ ଗଣ୍ଡା ବୃକ୍ଷରେ ହିଁ ଯେ ପୂରିତ, ଗାଁର ଦାଣ୍ଡରେ ଖେଳନ୍ତି ଅନେକ ବାଳୁତ। ସେମାନଙ୍କ ମଧ୍ୟ ଅଛି ସାନ ପୁଅ ଶ୍ଵେତ। ଏମନ୍ତ ସମୟେ ତାର ନିଦ୍ରା ଗଲା ଭାଜି, ମନରେ ଭାଳଇ ବାଳିକି ଦେଖିଲା ଆଜି। ମାଙ୍କ କରୁଣା ବଳେ ବଳେ ହୋଇଥିବ, ଉଠିଲା ଶୟନ ଛାଡ଼ି ପ୍ରକାଶିଲା ତାହା। ପ୍ରାତଃ କର୍ମ ଶୌଚ ବିଧି ସାରିଲା ତୁରନ୍ତ, ଧୂପ ଦୀପ ନୈବେଦ୍ୟ ସହ ଉପଗତ। ବିବିଧ ରଙ୍ଗରେ କଲା ଯଜ୍ଞ ଆବାହନ, ପିନ୍ଧାଇ ଦେଲା ଶରୀରେ କୁଙ୍କୁମ ଚନ୍ଦନ। ସ୍ତୁତି ପରେ ସୂକ୍ତ ପାଠ କରିଲା ଯତନେ, ସପନ କଥାକୁ ସେହି କହ ଜଣେ ଜଣେ। ଏମନ୍ତ ସମସ୍ତ ସାରି ହେମା ସ୍ୱାମୀଙ୍କ ସାଙ୍ଗରେ, ଯେଉଁ ସ୍ଥାନ ଦେଖିଥିଲା ସେ ସ୍ଥାନ ଗମିଲେ। ସେହି ସ୍ଥାନରେ ପହଞ୍ଚି ଖୋଜନ୍ତି ବିକଳେ, କାହିଁ ଅଛି ପୁତ୍ର ମୋର କହନ୍ତି ଆକୁଳେ। ବୈଭବ ଲକ୍ଷ୍ମୀ ମା ମନରେ ଭଜନ
କରୁଥାନ୍ତି ପତି ପତ୍ନୀ ମାନେ ଏକ ଧ୍ୟାନ। ସପନ କଥାଟି ସତେ ଜଳ ଜଳ କରି ଦେଖାଗଲା ସେହି ସ୍ଥାନ ହେମା ଯାଏ ଚାଲି। ଯେଉଁ ଗ୍ରାମ ଯେଉଁ ସ୍ଥାନ ଦେଖିଲା ସପନେ ସେହି ସ୍ଥାନେ ପହଞ୍ଚିଲେ ପତି ପତ୍ନୀ ମାନେ। ସେଠାରେ ଦେଖିଲା ମାତା ସନ୍ତାନ ଖେଳଇ କୋଳେଇ ଧରିଲା ଜାଣ ମତ ଭାବ ହୋଇ। ବକ୍ଷରେ ଚାପି ଧରିଣ ଦିଅଇ ଚୁମ୍ବନ ଏତେ କାଳ କହିଥିଲୁ ଆରେ ବାପ ଧନ। ଏକାଳେ ଗୃହକର୍ତ୍ତା ଯେ ମିଳିଲେ ତକ୍ଷଣ ହେମଠାରୁ ସବୁ କଥା ଜାଣି ଆନନ୍ଦେଣ। କହନ୍ତି ହେମା ସେଠାରେ ଗୋଟି ଗୋଟି କରି ବୈଭବ ଲକ୍ଷ୍ମୀ ପୂଜା କରିଥିଲେ ବୋଲି। ବୁଝିଗଲେ ଗୃହକର୍ତ୍ତା ହୋଇଲେ ଆନନ୍ଦ କହିଲେ ପାଇଲେ ପୁଅ ଚଳ ନିଜ ଭାଗ୍ୟ। ଏହାପରେ ପତି ପତ୍ନୀ ସନ୍ତାନକୁ ଧରି ଆସିଲେ ନିଜ ଗ୍ରାମକୁ ମାତା ନାମ ସ୍ମରି। ଏହାପରେ ପତି ପତ୍ନୀ ସନ୍ତାନକୁ ଧରି ଆସିଲେ ନିଜ ଗ୍ରାମକୁ ମାତା ନାମ ସ୍ମରି। ଏହାପରେ ସମାପନ କଲେ ପୂଜା ବ୍ରତ ଭାବ ଭକତି ଭାବରେ କଲେ ଉପାର୍ଜିତ। ପ୍ରସାଦ ବାଣ୍ଟିଲେ ନେଇ ଘର ଘର ବୁଲି କହିଲେ ମାତାଙ୍କ ଦୟା ହେଲା ଏହିପରି। ସମସ୍ତେ ଆନନ୍ଦେ ହେଲେ ଭଜିଲେ ଜନନୀ ଭଜିଲା ତାହାଙ୍କ ସାଥେ ଗୋସ୍ୱାମୀ ବିପିନି। ଏଥୁ ଅନ୍ତେ ଶୁଣବାରେ ଭକ୍ତଜନ ମାନ ମାତାଙ୍କର ଦୟା ଭାବ ହୋଇଲା କେଶନ। ଥିଲା କ ଗ୍ରାମରେ ଜଣେ କନ୍ୟା ନାମ ରାଧା ସୋନାରେ ସାନ ଭଗିନୀ ତାହାଠାରେ ଶ୍ରଦ୍ଧା। ସୋନାଲି ରୂପେଲି ଅଟେ ଶ୍ୟାମଳୀ ବର୍ଣ୍ଣର ଦିଏ ଯାଏ ପଢ଼ିଅଛି ଅଟେ ଶିକ୍ଷା ତାର। ବିବାହ ବୟସ ହେଲା ବର ନ ମିଳିଲା ଶ୍ୟାମଳୀ କନ୍ୟା ବୋଲି ତ ବାଛନ୍ଦ ହୋଇଲା। ଆସିଲେ ଗୋଟି ଗୋଟି ଯେ ବର ଦେଖିବାକୁ ଫେରି ଯିବା ପରେ ନାହିଁ ପର ସମ୍ବାଦକୁ। ଯେ ଆସେ ଫେରି ଯାଏ ସେ ନାହିଁ ତ ପସନ୍ଦ ବିବାହ ହୋଇପାରେ ନା ଭାଗ୍ୟ ତାର ମନ୍ଦ। ଦିନକୁ ଦିନ ଏପରି ହୋଇବାରୁ ଜାଣି ଚିନ୍ତାରେ ପଡ଼ିଲା ତହୁଁ ସେହି ଅଭାଗିନୀ। ହେନା ନାମରେ ସଙ୍ଗୀତ ଏକା ଝିଅ ଥିଲା ଯୋଗ ଭୋଗ କାରଣରୁ ତା ସାଥେ ମିଳିଲା। ସଙ୍ଗାତର ମନ ଦେଖି କହଇ ବଚନ ମନରେ ବିଷାଦ କିଆଁ କହ ତୁ ଏ ସନ। କହିଲା ଯେ ସେହୁ କିଛି ବୁଝିଲା ଯେ ହେନା ଜାଣିପାରିଲା ସେଠାର ସାଙ୍ଗର ଭାବନା। ଏକଥା ଜାଣିପାରିଲା କହିଲା ସେ ବାଣୀ ମୋର ଏକ ଗୋଟି କଥା ମାନିବୁ ଭଉଣୀ। ବୈଭବ ଲକ୍ଷ୍ମୀ ବ୍ରତ ଏକଥା ଜାଣିବ କରିଲେ ନିଶ୍ଚୟ ଫଳ ଭଲରେ ପାଇବ। ହେନା ଦେଲା ପୁସ୍ତକକୁ ଯତନେ ପଢ଼ିଲା ବୈଭବ ଲକ୍ଷ୍ମୀ ବ୍ରତ ଭକ୍ତିରେ କରିଲା। ହୋଇଲା ଶୁକ୍ରବାର ଯେ କରିଲା ସେ ବ୍ରତ ଜପିଲା ଜନନୀ ନାମ ଦିବା ଏବଂ ରାତ୍ର। ଏକାଦଶ ଶୁକ୍ରବାର ନୀତିରେ କରିଲା ବ୍ରତ ଶେଷ ହୋଇବାରୁ ଉଯାପନ କଲା। ବାଣ୍ଟିଣ ଦେଲା ପ୍ରସାଦ ଆନନ୍ଦ ମନରେ ଶେଷେ ଭୋଗ ପାଇଗଲା ପ୍ରଣାମ ସେଠାରେ। ମେଳା ଶେଷେ ପିଉସା ଯେ ଆସିଲେ ଘରକୁ କହିଲା ପାଇଲି ଏକ ଉତ୍ତମ ପାତ୍ରକୁ। ପଢ଼ିଅଛି ଏମେସି ସ୍ୱଭାବ ତାହାର ଅତୀବ ସୁଧାର ସେହି ଭଦ୍ର ପରିବାର। ତହୁଁ ସୋନାଲି ପିଉସା ସାଥେ କଥା ହେଲା
ସମସ୍ତ ବୃତ୍ତାନ୍ତ ମାନ ତହୁଁ ପ୍ରକାଶିଲା। ଦେଖା ଶୁଣା ହେଲା ସେଠୁ ପକା ହେଲା କଥା। ବିବାହ ସିଦ୍ଧାନ୍ତ ହେଲା ମୁଣ୍ଡୁ ଗଲା ବ୍ୟଥା। ଯାଇଛି ଅଳପ ଦିନ ବିବାହ ସରିଲା। ବ୍ରତର ପ୍ରଭାବ ଏହା ଜନେ ପ୍ରଘଟିଲା। ବୈଭବ ଲକ୍ଷ୍ମୀ ମାତା କରୁଣାରମୟୀ। ପ୍ରସନ୍ନ ହୋଇବାର ଯେ ବିବାହ ହୁଅଇ। ଅପାର କରୁଣା ତାର ଜଗତିର ମାତ। ତାଙ୍କ କରୁଣାରୁ ସର୍ବ ହୁଅଇ ପ୍ରାପତ। ତେଣୁ ମୁଁ ଜନନୀ ପାଦେ କରୁଛି ପ୍ରାର୍ଥନା। ବିପିନୀର ଦୂର ହେଉ ଦୁଃଖର ଯାତନା। ଜୟ ଜୟ ବୈଭବ ଲକ୍ଷ୍ମୀ ଜୟ ଜୟ। ଜୟ ଜୟ କମଳିନୀ ଜଗତର ମାୟ। ତୋର କରୁଣାରୁ ସବୁ ହୁଅଇ ଯେ ସତ। ସତ ଥିବାରୁ ଜଗତ ଚନ୍ଦ୍ର ସୂର୍ଯ୍ୟ ଜାତ। ସମ୍ପୂର୍ଣ୍ଣ ହୋଇଲା ଏଠି ଜନନୀର ବ୍ରତ। ହରି ହରି ବୋଲି ଦିଅ ଅଛ ଯେଉ ଭକ୍ତ।